ଜୟ ଜଗନ୍ନାଥ। ସତ୍ୟର ଅଭ୍ୟାସ କିପରି କରିବା? ଥରେ ମାଟିଏ ତାଙ୍କର ପୁଅକୁ ସାଥିରେ ନେଇ ଗଙ୍ଗା କୂଳରେ ଥିବା ମା କାଳୀଙ୍କ ମନ୍ଦିର ମଧ୍ୟରେ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ଭେଟିଲେ। ଉଦ୍ଦେଶ୍ୟ, ପରମହଂସ ଯଦି କହିବେ ତେବେ ପ୍ରଚୁର ମିଠା ଖାଇ ବାରମ୍ବାର ଅସୁସ୍ଥ ହେଉଥିବା ତାର ପୁଅ ମିଠା ଖାଇବା ଛାଡ଼ିଦେବ। କାରଣ ସେ ଶୁଣିଥିଲେ ପରମହଂସ ଯାହା କୁହନ୍ତି ତାହା ହିଁ ହୁଏ। ଧ୍ୟାନ ପରେ ପରମହଂସ ଉଠିଲେ। ଉପସ୍ଥିତ ଦର୍ଶନାର୍ଥୀଙ୍କ ଭଲମନ୍ଦ ପଚାରି ବୁଝିଲେ। ଯେତେବେଳେ ସ୍ତ୍ରୀ ଲୋକଟିକୁ ପଚାରିଲେ, ସେ କହିଲା, ଠାକୁର, ମୋର ଗୋଟିଏ ବୋଲି ପୁଅ ବାରମ୍ବାର ଅସୁସ୍ଥ ହେଉଛି। ଡାକ୍ତର କହୁଛନ୍ତି ସେ ମିଠା ଖାଇବା ନ ଛାଡ଼ିଲେ ଭଲ ହୋଇପାରିବ ନାହିଁ। ଆପଣ ଦୟାକରି ତାକୁ ମିଠା ନ ଖାଇବାକୁ କୁହନ୍ତୁ। ପରମହଂସ କହିଲେ, ହଉ, 7 ଦିନ ପରେ ଏହି ସମୟରେ ଆସ। ସେ ପୁଅକୁ ନେଇ ଫେରିଆସିଲେ। 7 ଦିନ ପରେ ଠିକ୍ ସେହି ସମୟରେ ମନ୍ଦିରରେ ଉପସ୍ଥିତ ହେଲେ। ପରମହଂସ ପୁଣି କହିଲେ, ଯାଅ ମା, ଆଉ 7 ଦିନ ପରେ ଆସିବ। ସ୍ତ୍ରୀ ଲୋକଟି ଆଶ୍ଚର୍ଯ୍ୟ ହେଲା, ହେଲେ ତାଙ୍କୁ କିଛି ନ କହି ପୁଅ ସହ ଘରକୁ ଫେରିଗଲେ। 7 ଦିନ ଅନ୍ତେ ପୁଣି ଆସିଲେ। ଏଥର ପରମହଂସ ସେ ପିଲାକୁ ପାଖକୁ ଡାକି କହିଲେ, ବାବୁରେ, ଆଜିଠାରୁ ଆଉ ମିଠା ଜିନିଷ ଖାଇବୁ ନାହିଁ। ସ୍ତ୍ରୀ ଲୋକଟି ପୁଅକୁ ସାଥିରେ ଧରି ତା ଘରକୁ ଫେରିଗଲା। କିଛି ଦିନ ପରେ ଦର୍ଶନାର୍ଥୀମାନଙ୍କ ଗହଣରେ ସେହି ସ୍ତ୍ରୀ ଲୋକକୁ ଦେଖି ପରମହଂସ ପଚାରିଲେ, ତମର ପୁଣି କ'ଣ ହେଲା? ପୁଅ ମିଠା ଖାଇବା ଛାଡ଼ିଦେଲାଣି ନା ନାହିଁ? ସେ ହାତ ଯୋଡ଼ି ବିନୟ ହୋଇ କହିଲା, ହଁ ଠାକୁର, ପୁଅ ମୋର ମିଠା ଛାଡ଼ିଦେଲାଣି। ହେଲେ ମୁଁ ଗୋଟିଏ କଥା ବୁଝିବାକୁ ଆପଣଙ୍କ ପାଖକୁ ଆଜି ଆସିଛି। ରାମକୃଷ୍ଣ ପଚାରିଲେ, କ'ଣ ବୁଝିବ, ପଚାର। ସ୍ତ୍ରୀ ଲୋକଟି କହିଲା, ମୁଁ ଯେଉଁଦିନ ପ୍ରଥମେ ଆସିଥିଲି ଆପଣ ମୋତେ 7 ଦିନ ପରେ ଆସିବା ପାଇଁ କହି ଘରକୁ ଫେରାଇଦେଲେ। ପୁଣି 7 ଦିନ ପରେ ଆସିବାରୁ ଆଉ 7 ଦିନ ପରେ ଆସିବାକୁ କହିଲେ। ଶେଷରେ ସେଇ ପଦିଏ କଥା କହିଲେ, ଯେଉଁ କଥାରେ ପୁଅ ମୋର ମିଠା ଖାଇବା ଛାଡ଼ିଦେଲା। ଏହି ପଦିକ କଥା କହିବା ପାଇଁ କାହିଁକି ଏତେ ସମୟ ଗଡ଼ାଇଲେ ତାର ରହସ୍ୟ କିଛି ମୁଁ ବୁଝିପାରୁନାହିଁ। ରାମକୃଷ୍ଣ ହସିଦେଲେ। କହିଲେ, ଏଥିରେ ରହସ୍ୟ କିଛି ନାହିଁ। ପ୍ରଥମେ ତୁମେ ଯେଉଁଦିନ ଆସିଥିଲ ସେତେବେଳେ ମୋର ମିଠା ଖାଇବାର ଅଭ୍ୟାସ ଥିଲା। ଯେଉଁ କାର୍ଯ୍ୟ ମୁଁ ନିଜେ କରୁଛି ସେ କାର୍ଯ୍ୟ ନ କରିବା ପାଇଁ ଅନ୍ୟକୁ କିପରି ଉପଦେଶ ଦେଇଥାନ୍ତି? ସେ ବି ମୋ କଥା କାହିଁକି ମାନିଥାନ୍ତା? ଏହି 15 ଦିନ ସମୟ ଭିତରେ ମୁଁ ସାରା ଜୀବନ ମିଠା ନ ଖାଇବାର ଅଭ୍ୟାସ କରିଛି। ଯେଉଁଦିନ ମୁଁ ସମ୍ପୂର୍ଣ୍ଣ ମିଠା ଖାଇବା ଛାଡ଼ିଦେଲି ସେଦିନ ହିଁ ମୁଁ ତାକୁ ମିଠା ନ ଖାଇବାକୁ କହିଲି। ତେଣୁ ମୋ କଥା ଶୁଣି ସେ ମିଠା ଖାଇବା ଛାଡ଼ିଦେଲା। ପ୍ରକୃତରେ ପରମହଂସଙ୍କ ବାଣୀରେ କେତେ ପ୍ରଭାବ ଥିଲା। ସତ୍ୟର ତେଜସ୍କ୍ରିୟ ଊର୍ଜ୍ଜା। ସତ୍ୟ ସବୁ ସମୟରେ ତେଜୀୟାନ। ସାଂସାରିକ ଚଳଣି ମଧ୍ୟରେ ସତ୍ୟକୁ ମାନି ଚଳିବା ପ୍ରକୃତରେ ବହୁତ କଷ୍ଟସାଧ୍ୟ। କଷ୍ଟ ହେଲେ ମଧ୍ୟ ଏଥିରେ ଆନନ୍ଦ ଅଛି, ଶାନ୍ତି ଅଛି। ପୂଜ୍ୟ ଗୁରୁଜୀଙ୍କ ଲେଖନୀ ସତ୍ୟ କହିବାକୁ ପଛାଇ ଯାଉନାହିଁ। ଚେଷ୍ଟାରେ ଲାଗି ରୁହ। ଯେତେବେଳେ ତୁମ ଜିଭ ବୋଲ ନ ମାନି ମିଛ କହିଦେଉଛି ତାକୁ ଦଣ୍ଡ ଦିଅ, ଶାସନ କର। ଦରକାର ହେଲେ ଥରେ କାମୁଡ଼ି ଦିଅ। ଦରଜ ରହିଲେ ମିଛ କହିବାକୁ ଜିଭ ଡରିବ। ସତ ଅଭ୍ୟାସ କରିବାର ବୋଧହୁଏ ଏହା ହିଁ ଏକ ପ୍ରକୃଷ୍ଟ ଉପାୟ। ଥରେ ଅଭ୍ୟାସରେ ପଡ଼ିଗଲେ ଏହା ସହଜସାଧ୍ୟ ହୋଇଥାଏ।